ଗପ ଅମୃତରେ ଜହ୍ନମାମୁଁ ଗପ ଶତ୍ରୁ କିଏ? ଜ୍ୟୋତିପୁରରେ ଥିଲେ ଶଙ୍କର ଓ ସୁମତି। ସ୍ୱାମୀ ସ୍ତ୍ରୀ ହେଲେ ବି ଦୁହିଁଙ୍କ ଭିତରେ ସ୍ୱଭାବରେ କିଛି ମେଳ ନଥାଏ। ଶଙ୍କର ଅତ୍ୟନ୍ତ ଧୀର ସ୍ଥିର ଏବଂ ଭୋଳା ମଣିଷ। ସୁମତିର ସ୍ୱଭାବ ଏପରି ଯେ ପଛରେ ତାକୁ ଗାଁ ଲୋକେ କୁମତି ବୋଲି ଡାକୁଥାନ୍ତି। ଉପରେ ପଡ଼ି କଥା କହିବା, ସମସ୍ତଙ୍କ ସାଙ୍ଗରେ ସର୍ବଦା ଝଗଡ଼ା କରିବା, ଅନ୍ୟକୁ ସମାଲୋଚନା କରିବା, ସମସ୍ତଙ୍କ କଥାରେ ମୁଣ୍ଡ ପୁରାଇବା, ଏସବୁ ପାଇଁ ସେ ଆଖପାଖ ଗାଁରେ ବିଖ୍ୟାତ ଥିଲା। ଲୋକେ ତାଠାରୁ ଦୂରେଇ ରହିବା ପାଇଁ ପସନ୍ଦ କରୁଥିଲେ। ସୁମତିର ଏଇଭଳି ସ୍ୱଭାବ ଯୋଗୁଁ ସବୁଠାରୁ ହଇରାଣ ହେଉଥାନ୍ତି ତାର ପଡ଼ୋଶୀ ମହେନ୍ଦ୍ରର ପରିବାର। କଥା କଥାକେ ସୁମତି ମହେନ୍ଦ୍ରର ସ୍ତ୍ରୀ ଓ ପିଲାପିଲି ସହ ଝଗଡ଼ା କରୁଥାଏ। ସେମାନଙ୍କୁ ଗାଳି ଦେଉଥାଏ। ସେମାନଙ୍କର ସ୍ତ୍ରୀ ସେ ସହି ପାରୁନଥାଏ। ସେମାନଙ୍କୁ ବିଭିନ୍ନ ଉପାୟରେ ହଇରାଣ ହରକତ କରୁଥାଏ। ମହେନ୍ଦ୍ର ସ୍ତ୍ରୀର ବଗିଚା କାମରେ ଭାରି ସଉକ। ସେ ବାଡ଼ିରେ ବିଭିନ୍ନ ପ୍ରକାରର ଫଳ, ଫୁଲ ଗଛ ଲଗାଇଥାନ୍ତି। ତେଣୁ ମହେନ୍ଦ୍ରର ଘର ବାଡ଼ିରେ ସୁନ୍ଦର ଶାକସବ୍ଜି ହେଉଥାଏ। ସୁମତି ତା ମଇଁଷିକୁ ଜାଣି ଜାଣି ସେ ବାଡ଼ିକୁ ଛାଡ଼ି ଦେଉଥାଏ। ମଇଁଷି ଯାଇ ସବୁ ଖାଇଯାଉଥାଏ। ମହେନ୍ଦ୍ର ଯାଇ ଶଙ୍କରକୁ କହିଲା, ଭାଇ, ତମେ ତମ ମଇଁଷିକୁ ସମ୍ଭାଳି ପାରିବ ନାହିଁ? ଆମ ବାଡ଼ିରେ ପଶି ବହୁତ ଗଛଲତା ନଷ୍ଟ କରୁଛି। ଆମର ସମସ୍ତ ପରିଶ୍ରମ ବୃଥା ହେଉଛି। ପାଖ ଦେଇ ଯାଉଥିବା ଜଣେ ଗ୍ରାମବାସୀ ଟିପ୍ପଣୀ ଦେଲା, ଆରେ ମହେନ୍ଦ୍ର, ସେ ସିନା ପଶୁ ମଇଁଷିକୁ ସମ୍ଭାଳିବ, କିନ୍ତୁ ତା ଘରେ ଯେଉଁ ମଣିଷ ମଇଁଷି ଅଛି ତାକୁ ସମ୍ଭାଳିବା ଭଳି ତାକତ ତାର କାହିଁ? ତାକୁ ଏ କଥା କହି ଲାଭ କ'ଣ? ଶଙ୍କର ଏ ଟିପ୍ପଣୀର ଅର୍ଥ ବୁଝିଲା, କିନ୍ତୁ ନୀରବ ରହିଲା। ସୁମତିକୁ ପଦେ କହିଲେ ସେ 5 ପଦ କହିବ। କୌଣସି କଥା ଶୁଣିବ ନାହିଁ। ଯାହା ବୁଝିଥିବ ସେଇଥିରେ ଅଟଳ ରହିବ। ତାକୁ ବୁଝାଇବାକୁ ଚେଷ୍ଟା କରି କିଛି ଲାଭ ନାହିଁ। ବହୁତ ଚେଷ୍ଟା କରି ମହେନ୍ଦ୍ର ଥକି ଯାଇଥାଏ। ଆଉ ଚେଷ୍ଟା କରୁନଥାଏ। ମହେନ୍ଦ୍ରର ବଗିଚା ଭିତରକୁ ଆମ ମଇଁଷି ପଶୁଛନ୍ତି, ଶଙ୍କର କହିଲା। ସେଥିପାଇଁ ମୁଁ କ'ଣ କରିବି? ମଇଁଷିର କ'ଣ ସ୍ୱାଧୀନତା ନାହିଁ? ସେ କ'ଣ ତା ଇଚ୍ଛାରେ ବୁଲି ପାରିବନି? ସୁମତି ଜବାବ ଦେଲା। ମଇଁଷି ପଶିବା ବନ୍ଦ ହେଲା ନାହିଁ। ବାରମ୍ବାର ଏହିପରି ହେବାରୁ ଥରେ ମହେନ୍ଦ୍ର ଗୋଟିଏ ପ୍ରକାର ବିଷାକ୍ତ ଚାରା ଆଣି ବାଡ଼ିରେ ଲଗାଇଲା। ସେ ନୂଆ ପ୍ରକାର ଚାରା ନିଶ୍ଚୟ କୌଣସି ଲାଭଜନକ ଚାଷ ହୋଇଥିବ ଭାବି ସୁମତି ମହେନ୍ଦ୍ରର ସ୍ତ୍ରୀକୁ ପଚାରିଲା, ଇଏ କି ଗଛ? ଗୋଟିଏ ପ୍ରକାରର ବିଷାକ୍ତ ଗଛ, ମହେନ୍ଦ୍ରର ସ୍ତ୍ରୀ କହିଲା। ସୁମତି ରାଗିଗଲା। ତାକୁ ଯେ ମିଛ କଥା କୁହାଯାଉଛି ବା ଥଟ୍ଟା କରାଯାଉଛି ଏଥିରେ ତାର ସନ୍ଦେହ ନଥିଲା। ସେ ଦିନସାରା ଶାନ୍ତିରେ ରହିପାରିଲା ନାହିଁ। ରାତିରେ ସେ ମଇଁଷିକୁ ବାଡ଼ି ଭିତରକୁ ଛାଡ଼ିଦେଲା। ମଇଁଷି କିଛି ପତ୍ର ଚୋବାଇବା ପରେ ତଳେ ପଡ଼ି ଗଁ ଗଁ ହେଲା। ସେ ପ୍ରଚୁର ଦୁଧ ଦେଉଥାଏ। ପରଦିନ ଠାରୁ କିଛି ଖାଇଲା ନାହିଁ କି ଦୁଧ ଦେଲା ନାହିଁ। ମୁଁ ତ କହିଦେଇଥିଲି ଯେ ଆମ ବାଡ଼ିରେ ବିଷାକ୍ତ ଗଛ ଲାଗିଛି, ଯାହାକି ମନୁଷ୍ୟ ଓ ପଶୁଙ୍କ ପାଇଁ କ୍ଷତିକାରକ। ତୁମେ ତଥାପି ମଇଁଷି ଛାଡ଼ିଲ କାହିଁକି? ମହେନ୍ଦ୍ରର ସ୍ତ୍ରୀ କହିଲା। ଏଇ ଗାଁରେ ସମସ୍ତେ ମୋର ଶତ୍ରୁ। କେହି ମୋତେ ଦେଖି ସହି ପାରୁନାହାନ୍ତି। ସମସ୍ତେ ମୋତେ ହଇରାଣ କରିବାକୁ ଚାହାନ୍ତି। ସୁମତି ଚିତ୍କାର କରି ବାଟଘାଟ କମ୍ପାଇ ଦେଲା। ଆଉ କହିଲା, ମୁଁ ବାପ ଘରକୁ ଚାଲିଲି। ଆଉ ଏଠାରେ ରହିପାରିବି ନାହିଁ। ସିଏ ବାହାରିଲା। ବିଚରା ଶଙ୍କର ତାକୁ ବୁଝାଇବାକୁ ଚେଷ୍ଟା କରି ପଛେ ପଛେ ଚାଲିଥାଏ। ଅଳ୍ପ ଦୂରରେ ଗୋଟିଏ ସରୋବର ଥିଲା। ସେଠାରେ ଜ୍ୟୋତିପୁରର ରତ୍ନାକର ବସି ବଂଶୀ କଣ୍ଟାରେ ମାଛ ଧରୁଥାଏ। ଦେଖ ଦେଖ, ରତ୍ନାକର ଏଣେ ବସି ରହି ଆରାମ କରୁଛି, ତେଣେ ମାଛ ଆସି ତା ପାଖରେ ଜମା ହେଉଛନ୍ତି। ବିକିବ, ଟଙ୍କା ପାଇବ। ବସି ବସି ଟଙ୍କା ଗଣିବ। ଏହାକୁ କହନ୍ତି ସୌଭାଗ୍ୟ। ସୁମତି ଏଇ ମନ୍ତବ୍ୟ ଦେଇ ରତ୍ନାକରର ମାଛ ଖେଳେଇ ଭିତରକୁ ହାତ ଭର୍ତ୍ତି କରିଦେଲା। ଭିତରେ ଥିଲେ କେତୋଟି କଙ୍କଡ଼ା। ସେଥିରୁ ଗୋଟିଏ ସୁମତିର ଆଙ୍ଗୁଳି ଖଣ୍ଡିଆ କରିଦେଲା। ସୁମତି ବିକଳରେ ହାତ ବାହାରକୁ ବାହାର କରି ଆଣିଲା। ଚିତ୍କାର କରି ସୁମତି କହିଲା, ହଇରେ ରତ୍ନାକର, ବଦମାସ, ତୋର ବୁଦ୍ଧିବୃତ୍ତି କିଛି ନାହିଁ। ଏଇ ଗାଁଟା ସାରା ତ ମୋର ଶତ୍ରୁ।
ତୁ ମୋର ଆଉ ଗୋଟିଏ ଶତ୍ରୁ। ଗୋଟିଏ ସ୍ଥାନରେ ମାଛ ଓ କଙ୍କଡ଼ା ରଖନ୍ତି। ମୋ ଭାଗ୍ୟ ଭଲ, ସାପ ରଖିନୁ। କେତେ ଜୋରରେ କଙ୍କଡ଼ାଟା କାମୁଡ଼ି ଦେଲା। ଭାଉଜ, ମାଛ ଓ କଙ୍କଡ଼ା ତ ପୁଣି ଏକା ପୋଖରୀରେ ରହନ୍ତି। ଏକା ପାଛିଆରେ ନ ରହିବେ କିଆଁ? ମୁଁ ଜାଲ ପକାଇ କଙ୍କଡ଼ା ଧରିଥିଲି। ସେମାନେ ମୋ ଉପରେ ପ୍ରତିଶୋଧ ନ ନେଇ ତମ ଉପରେ ନେଲେ। ଭାଉଜ, ତମେ ଖେଳେଇ ଭିତରେ ହାତ ପୁରାଇଲ। ସେମାନେ ତମକୁ କାମୁଡ଼ିଲେ। ତମ ଅବସ୍ଥା ବଂଶୀରେ ମୁଁ ଧରିଥିବା ଠିକ୍ ଏଇ ମାଛ ଭଳି। ମାଛ ଯଦି ମୁହଁ ଖୋଲି ନଥାନ୍ତା, ତେବେ ଥୋପ ଗିଳି ନଥାନ୍ତା କି ଧରା ପଡ଼ି ନଥାନ୍ତା। ତୁମେ ସର୍ବଦା ମୁହଁ ଖୋଲି ନିଜ ପାଇଁ ଶତ୍ରୁ ତିଆରି କରିଚାଲିଛ ସିନା। ସବୁବେଳେ ସମସ୍ତଙ୍କ କଥାରେ ମୁଣ୍ଡ ପୁରାଇ ନିଜର କ୍ଷତି କରୁଛ। ତୁମର ଏଇ ଅବସ୍ଥା ପାଇଁ କେବଳ ତୁମେ ହିଁ ଦାୟୀ। ନିଜ ଭୁଲ ନ ଦେଖି ତୁଚ୍ଛାଟାରେ ଅନ୍ୟମାନଙ୍କୁ କାହିଁକି ଦାୟୀ କରୁଛ? ରତ୍ନାକର କହିଲା। ଚୁପ୍ କର, ଅଧିକ କଥାବାର୍ତ୍ତା କରନା। ମୁଁ ସବୁଠୁ ଖରାପ ମଣିଷ। ମୁଁ ଆଉ ଏ ଗାଁରେ ରହିବି ନାହିଁ। ଏବେ ମୁଁ ଏ ଗାଁ ଛାଡ଼ି ମୋ ବାପ ଘରକୁ ଚାଲି ଯାଉଛି। ଯିବ କୁଆଡ଼େ? ତମେ ତ ଶତ୍ରୁକୁ ସାଙ୍ଗରେ ଧରି ଯାଉଛ। ତମ ଶତ୍ରୁ ବି ତମ ସହିତ ଅଛି। ରତ୍ନାକର କହିଲା। ମାନେ? ମାନେ ହେଲା, ତମ ଶତ୍ରୁ ତମେ ନିଜେ। ଏଇ କଙ୍କଡ଼ାର ଯେମିତି ଅନ୍ୟକୁ ଆଘାତ କରିବା ସ୍ୱଭାବ, ତମର ବି ସେମିତି ସ୍ୱଭାବ। ପରର ଗୋଡ଼ ଟାଣିବା, ପରର ନିନ୍ଦା କରିବା, ଅନ୍ୟର ଉନ୍ନତି ଦେଖି ଅସହିଷ୍ଣୁ ହୋଇପଡ଼ିବା, ସମସ୍ତଙ୍କୁ କଷ୍ଟ ହେଲା ପରି କଥା କହିବା ସ୍ୱଭାବ ଯୋଗୁଁ ତମେ ଯୁଆଡ଼େ ଗଲେ ସିଆଡ଼େ ଶତ୍ରୁ ଦେଖିବ। କେହି ତୁମକୁ ଆପଣାର ପରି ଦିଶିବେ ନାହିଁ। ତୁମର ଶତ୍ରୁ ତୁମ ମନ ଭିତରେ ରହିଛି, ବାହାରେ ନୁହେଁ। ବାପଘର ଛାଡ଼ି ଇନ୍ଦ୍ରପୁର ଗଲେ ବି ସେଠାରେ ତୁମକୁ କେବଳ ତୁମ ଶତ୍ରୁମାନେ ହିଁ ଦେଖାଯିବେ। କାହିଁକି ଭଲା ମହେନ୍ଦ୍ରର ବଗିଚାକୁ ତମ ମଇଁଷି ଠେଲି ଦେଉଥିଲ? ଯାଅ, ଯୁଆଡ଼େ ଯାଉଛ ଯାଅ। ରତ୍ନାକର କହିଲା। କାହିଁକି ଯିବି? ମୁଁ ତୋ କଥାରେ ଅଛି। ମୋ ଘରେ ରହିବି। ଏହା କହି ସୁମତି ଘରକୁ ଫେରିଗଲା। କିନ୍ତୁ ସିଏ ରତ୍ନାକରର କଥା ଭୁଲି ପାରିଲା ନାହିଁ। ସେ ଯେ ନିଜେ ନିଜର ଶତ୍ରୁ ଏଇତକ ବୁଝିପାରିଲା। କ୍ରମେ କ୍ରମେ ତାର ସ୍ୱଭାବ ଓ ବ୍ୟବହାର ବଦଳିବାକୁ ଲାଗିଲା।